ଦିଅନ୍ତୁ। ସେ ମାଇକିନା ମୋ ଭାଇକି ମାରିଛି। କାଲି ମୋ ଭାଇ ମରିଲା ପରଦିନଠୁ ମୋ ଭାଇକି ମୁଁ କାନି ମନ ଧରି ଭିକ ମାଗୁଛି। ତମର ମୁଁ ଭଉଣୀ ଭଳିଆ ମୁଁ ଭିକ ମାଗୁଛି। ମୋ ଭାଇକି ନ୍ୟାୟ ଦରକାର। ମୁଁ କାଲି ମଣି ଭିକ ମାଗୁଛି। କ'ଣ କହିବି ତାକୁ ତା ଅଣ୍ଟ କାଟିକି ତା ପୋଷଣଟା କାଟିକି ତା ବାହାରି ଗାଡ଼ି ଚଲାଉଥିଲା ଯେ ଆସିଲା ସାବିତ୍ରୀ ଅମାବାସ୍ୟାକୁ। ସେ ଆସିଲା ଆସିକି କେଉଁ ବର ଟୋକା ସାଙ୍ଗରେ ଧରିକି ଶୋଇଥିଲା। ତାପରେ ପୁଅ ପ୍ରତିବାଦ କରିବାରୁ ତାକୁ ମାରିକି ତାର ସବୁ କାଟାକାଟି କରିକି ନେଇକି ତାଙ୍କ ବାରିପଟରେ ଶୁଆଇ ଦେଇଛନ୍ତି। ମନୋଜ ମଲ୍ଲିକ ସେ ମନୋଜ ମଲ୍ଲିକ ପ୍ରାୟ ଦୀର୍ଘ 4 ରୁ 5 ବର୍ଷ ହେଲା ରହୁଥିଲା ତାର ଶ୍ୱଶୁର ଘରେ ଆସିକି ରହୁଥିଲା। ତାଙ୍କର ନରସିଂହପୁରରୁ ଅଲରାରେ ତାର ଘର। ତାର ବାହାଘରର କିଛି ଦିନ ପରେ ତାଙ୍କ ଫ୍ୟାମିଲି ଘରର ଭାଇମାନଙ୍କ ସହିତ ମନମାଳିନ୍ୟ ଯୋଗୁଁ ସେ ଆସିକି ତାର ଶ୍ୱଶୁର ଘରେ ରହୁଥିଲା, କରଡ଼ି ବନ୍ଧରେ ରହୁଥିଲା। ଏବଂ ସେ ସଂକ୍ରାନ୍ତରେ ସେ ତାର ମୃତ ଝୁଲନ୍ତା ଝିଅ ଜବତ କରିଥିଲା ବଡ଼ମ୍ବା ଥାନା। ଏ ସଂକ୍ରାନ୍ତରେ ତା ସ୍ତ୍ରୀର ରିପୋର୍ଟରେ ପ୍ରଥମେ ଗୋଟେ ୟୁଡି କେସ୍ ରୁଜୁ କରାଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ତାର ବାପା ଆସିକି ବସନ୍ତ ମଲ୍ଲିକ ଏଫଆଇଆର ଦେବାରୁ ଗୋଟେ କେସ୍ ରୁଜୁ କରାହେଇଛି, ମର୍ଡର କେସ୍ କରାହେଇଛି ଏବଂ ଏ ବିଷୟରେ ତଦନ୍ତ ଚାଲିଛି। ପୋଷ୍ଟ